ହ୍ୟାଲୋ ଦର୍ଶକ ବନ୍ଧୁ, ଆଜି ଆମେ ଏକ ଭିନ୍ନ ପ୍ରକାରର ରୋଷେଇ କରିବା। ଆଜି ଟିକେ ମନ ହେଲା ଟିକେ ମୁଢ଼ି ଘାଣ୍ଟ ଖାଇବା ପାଇଁ। ମୁଁ ଭିନ୍ନ ପ୍ରକାରର ମୁଢ଼ି ଘାଣ୍ଟ ଆପଣ ସମସ୍ତେ ଦେଖିଥିବେ, କିନ୍ତୁ ମୁଁ ଆପଣଙ୍କୁ ମୁଢ଼ି ଘାଣ୍ଟ ଅଲଗା ଡିଜାଇନର କରି ଦେଖେଇବି। ଆପଣ ସେଟା ଖାଇବେ, କରିକି ବହୁତ ବଢ଼ିଆ ଲାଗିବ। ଦେଖନ୍ତୁ, ଆମେ ନେଇଛୁ, ମୁଁ ଆଗରୁ ମସଲା କରିଦେଇଥିଲି, ତେଣୁ ଏଠି ବୁଟ ଡାଲି ବତୁରେଇ ଦେଇଥିଲି। ମସଲା ଅଦା ପିଆଜ ରସୁଣ ପକାଇ ଯେମିତି ଆମର ମସଲା କରାଯାଏ, ଚିକେନ୍ ମସଲା ସେମିତି କରିଥିଲି। ଅଦା ପିଆଜ ରସୁଣ ମସଲା ସବୁ ହେଇଥିଲା, ଲଙ୍କାଗୁଣ୍ଡ ଜିରା ଗୁଣ୍ଡ ସବୁ ପଡ଼ିକି। ତାପରେ ଆମେ ଯେଉଁ ବତୁରେଇ ଦେଇଥିଲେ ବୁଟ ଡାଲି, ସେ ବୁଟ ଡାଲି ପକାଇ ଟିକେ ଆମେ କଷି ଦେଉଛୁ। ଗ୍ୟାସ୍ ଅନ୍ ଅଛି। ତାପରେ ଆମର ଦେଖନ୍ତୁ, ଏଠି ପରିବାରେ ରହିଲା ଆଳୁ, ଗାଜର, ସାରୁ, ଏପଟେ ରହିଲା ଆପଣଙ୍କର କାଙ୍କଣ, ପୋଟଳ, ଟମାଟୋ ଗୋଟେ ଯୋଡ଼େ ପକାଇବେ, ଟିକେ ଖଟା ନହେଲେ ଟିକେ ଭଲ ଲାଗିବନି ତରକାରୀ ସ୍ୱାଦ। ଟିକେ କଖାରୁ, ଟିକେ ବାଇଗଣ। ଦେଖନ୍ତୁ, ସେପଟେ ଆମର ବୁଟ ଡାଲି ପଡ଼ିଛି, ଏପଟେ ବରଂ ହରଡ଼ ଡାଲି ଅଛି। ଏପଟେ ଦେଖନ୍ତୁ ଚିଙ୍ଗୁଡ଼ି, ବହୁତ ବଢ଼ିଆ ମସ୍ତ ଚିଙ୍ଗୁଡ଼ି, ଜଷ୍ଟ ଟିକେ ହାଲକା ଭଜା ହେବ। ଆଉ ସେପଟେ ଆମର ଦେଖନ୍ତୁ ରୋହି ମାଛ ଭଜା ହେଇକି ଅଛି। ଏସବୁ ପଡ଼ିକିରି ଏଇସବୁ ସାମାନ ଆପଣ ସ୍ୱାଦ ଅନୁସାରେ ଲୁଣ ପକାଇବେ। ଆଉ ଏଇଟା ଦେଖନ୍ତୁ, ଆମର ଜିରା, ଫୁଟଣ, କଞ୍ଚା ଲଙ୍କା, ଶୁଖିଲା ଲଙ୍କା ସବୁ ଥୁଆ ହେଇଛି। ଆମେ ଏଇଟା ସରିଲା ପରେ ଆଉ ଥରେ ବଘାରିକିରି ବା ଫୁଟେଇକି ସେ ତରକାରୀ ଉପରେ ଢାଳିବା। ତେବେ ଚାଲନ୍ତୁ, ଏ ତରକାରୀର ପ୍ରସ୍ତୁତ ପ୍ରଣାଳୀ ଜାଣିଲେ ଆପଣ ଏଇ ଟାଇପ୍ର ତରକାରୀ କରି ଖାଆନ୍ତୁ, ବହୁତ ଟେଷ୍ଟି ଲାଗିବ।